ଆପଣଙ୍କର ମୁଁ ଖାଲି ଗୋଟିଏ କଥା କହିବି ଯେ ଏଇ ଯେଉଁ ବିଧାନସଭାରେ ଆମେ ଶୂନ୍ୟକାଳରେ ଉଠେଇଲୁ ରିଗାର୍ଡିଂ ଯେଉଁ ଟ୍ରଷ୍ଟ ନବୀନ ଆଉ ଇଏ ବିଜୁ ଟ୍ରଷ୍ଟ ଯେଉଁ ଟ୍ରଷ୍ଟଟାକୁ ସେମାନେ ଯେଉଁ ବାଇଲ ତିଆରି କରିଛନ୍ତି ସେ ଗୁପ୍ତ ଭାବରେ କରିଛନ୍ତି। ସେ ବାଇଲରେ ରଖିଛନ୍ତି ଯେ ଯେଉଁ ଟ୍ରଷ୍ଟକୁ ଯେଉଁ ପଇସା ବ୍ଲାକ୍ ମନିକୁ ଫାଇଟ୍ କରିବା ପାଇଁ ନବୀନ ବାବୁ 4000 କୋଟି ଟଙ୍କା ସେଠିକି ଦେଇଛନ୍ତି ଏବଂ ସେ ଟ୍ରଷ୍ଟର ବାଇଲରେ ଲେଖା ହେଇଛି ଯେ କି ସେ ପଇସା କେବଳ ଦିଲ୍ଲୀରେ ଖର୍ଚ୍ଚ ହେବ, ଓଡ଼ିଶା ପଇସା ଯିବ। ଓଡ଼ିଶାର ଯେଉଁ ବ୍ଲାକ୍ ମନି ଯେଉଁ ତିଆରି ମାନେ ସଂଗ୍ରହ କରିଛନ୍ତି ସେ 4000 କୋଟି ଟଙ୍କାକୁ ତାକୁ ହ୍ୱାଇଟ୍ କରିବା ପାଇଁ ସେ କ'ଣ କରିଛନ୍ତି ନା ତାକୁ ଗୋଟେ ଟ୍ରଷ୍ଟ ବନେଇକି ଗୁପ୍ତ ଭାବରେ ସେ ତାଙ୍କିରି ଦଳର ବିଧାୟକମାନେ ଉଠେଇଲେ କଥାକୁ, ଯେଉଁଟାକି ତାଙ୍କ ଭିତରେ ମଧ୍ୟ ଦୁଇ ଭାଗ ହେଇଯାଇଛି ଏବଂ ସେମାନେ କ'ଣ କରିଛନ୍ତି ନା ଏଇ ଯେଉଁ ସେ ଯେଉଁ ଟ୍ରଷ୍ଟଟାକୁ ଦିଲ୍ଲୀରେ କରିଛନ୍ତି ଏବଂ ଟ୍ରଷ୍ଟ ବାଇଲରେ ଲେଖିଛନ୍ତି ଗୋଟେ ରହିଛି ତାଙ୍କ ଯେଉଁ ସମ୍ବିଧାନଟା ତିଆରି ହୁଏ ସେ ଟ୍ରଷ୍ଟ ବାଇଲ ଅନୁସାରେ ସେ ବାଇଲ ହେଇଛି ଯେ ସେ ପଇସା କେବଳ ଦିଲ୍ଲୀରେ ଖର୍ଚ୍ଚ ହେବ, ଓଡ଼ିଶାରୁ ପଇସା ଯିବ। ଏଇ ଯେଉଁ 4000 କୋଟି ଟଙ୍କା କେଉଁଠୁ ଆଦାୟ କରିଛନ୍ତି? ଏ ଓଡ଼ିଶାରୁ ଗରିବ ଲୋକ ଟିକେ ଯେଉଁମାନେ ରହିଛନ୍ତି ଯେ କି ପାଣ୍ଡିଆନ ଯେ ପାଣ୍ଡୁ ଏବଂ ଯେଉଁଥିପାଇଁ କି ପାଣ୍ଡୁକୁ ସେ ଯେତେ ବିରୋଧ କଲେ ବି ତାଙ୍କିରି ଦଳ ଲୋକ ତାକୁ ଛାଡ଼ି ପାରୁନାହାନ୍ତି, ଗୋଟିଏ ରିଜିନ୍ ହେଉଛି ତା ପାଖରେ ଯେଉଁ ବ୍ଲାକ୍ ମନି ଅଛି এটা দেখাগলা যে ফাইট করা সে পঠাইছেন দিল্লীরে সেমানে ট্রস্টটা করেছেন। সে ট্রস্টে গোটে আইটম রখিছেন যেটাকি সে পয়সা খরচ হব দিল্লীরে, ওড়িশার হবনি, ওড়িশার পয়সা যাব। সে ওড়িশার যে কলা ধনুক নিয়ে ধরা করি তাকে সেইমানে বাইলরে তৈরি করেছেন, সেটা অত্যন্ত নিন্দনীয়। ওড়িশার লোকঙ্কর পয়সা সে 4000 কোটি টঙ্কা আমি দাবি করু 4000 কোটি টাকা কোটু আনলে কাইকি সে ট্রস্ট রখলে তৈরি করি রখিলে এবং সে ট্রস্ট পয়সা যদি তুমি বাইল কল ওড়িশার হিত পাই চাহুছ, তোমার পূর্বতন মুখ্যমন্ত্রী ওড়িশা পাই 25 বর্ষ রয়েছ, তুমি কান্দুছ এই 4000 কোটি টাকা ওড়িশার খরচ কর, তাকে খরচ করছেন কি দিল্লীর এবং বাইলরে রখিছেন সে টঙ্কা এটি খরচ হয়ে পারিবনি। আমি সেটা দাবি করছু তাকে তদন্ত হও সে টঙ্কা কোটু আসলা সে 4000 কোটি তাকে কিଏ ନେଇକି ରଖିଲା, କାହା ନାଁରେ ସେ ଟ୍ରଷ୍ଟ ଡିଡି ହେଇଛି କୋଉମାନଙ୍କର ନାଁ ଜାଣିଛନ୍ତି? ପାଣ୍ଡିଆନ ନାଁରେ। ଆଉ ଯେଉଁ ତାଙ୍କର ଯିଏ ହେଇଛନ୍ତି ଯେଉଁ ଏମ୍ପି କ୍ୟାଣ୍ଡିଡେଟ୍ ଯେଉଁ ରାଜ୍ୟସଭାରେ ଜଣକୁ ଦେଲେ ତା ନାଁରେ, ସମ୍ପୃକ୍ତ ମିଶ୍ର ନାଁରେ। ତେଣୁ ଏହିସବୁ ଜିନିଷକୁ ଆମେ ଦାବି କରିଛୁ ଯେ କି ତୁରନ୍ତ ତାକୁ ତଦନ୍ତ କରାଯାଉ। ନବୀନ ବାବୁ ସେ ଟଙ୍କା ନବୀନ ବାବୁ ବିଜୟଙ୍କ ନାଁରେ ସେ ଟ୍ରଷ୍ଟ ରହିଛି ଏବଂ ସେ ଟ୍ରଷ୍ଟର ଟଙ୍କାଟାକୁ ନେଇ ରଖିଛନ୍ତି ଦିଲ୍ଲୀରେ ଏବଂ ଦିଲ୍ଲୀରେ ସେଟାକୁ ରଖିଛନ୍ତି, ଦିଲ୍ଲୀରେ ଖର୍ଚ୍ଚ ହେବ। ତ ଆମେ ଦାବି କଲୁ ଆଜି ବିଧାନସଭାରେ ସେଇଟାକୁ ଆଭଏଡ୍ କରିବା ପାଇଁ ସେମାନେ ହାଉସ୍କୁ ଝାମେଲା